ସୂର୍ଯ୍ୟଦେବଙ୍କର ଗୋଚରରେ ସିଂହ ରାଶିରେ ପ୍ରବେଶକୁ ସିଂହ ସଂକ୍ରାନ୍ତି କୁହାଯାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଚଳିତ 2024 ମସିହା ଅଗଷ୍ଟ ମାସ 16 ତାରିଖ ଶୁକ୍ରବାର ରାତ୍ରି 7:54 ସମୟରେ ସୂର୍ଯ୍ୟଦେବ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ସିଂହ ରାଶିରେ ପ୍ରାୟ 1 ମାସ ଧରି ଅବସ୍ଥାନ କରିବେ। ସିଂହର ସମ୍ପର୍କ ଭଗବାନ ନୃସିଂହଦେବଙ୍କ ସହିତ ଅଛି ବୋଲି ପୁରାଣ କହିଥାଏ। ଏହି ସିଂହ ସଂକ୍ରାନ୍ତି ଦିନ ଭଗବାନ ନୃସିଂହ ହିରଣ୍ୟକଶିପୁକୁ ବଧ କରିଥିଲେ ବୋଲି କଥିତ ଅଛି। ଏଣୁ ଏହି ସିଂହ ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କ ସହିତ ଭଗବାନ ନୃସିଂହଦେବଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ। ଦୀର୍ଘ 12 ମାସ ପରେ ଭଗବାନ ସୂର୍ଯ୍ୟଦେବ ନିଜ ରାଶିକୁ ପ୍ରବେଶ କରୁଛନ୍ତି। ସିଂହ ରାଶି ତାଙ୍କର ନିଜ ରାଶି, ଗୃହ ରାଶି। ଏହି ଦିନ ସ୍ନାନ, ଦାନ, ଭୋଜନ ଓ ପିତୃପୂଜନ କରିଲେ ସୂର୍ଯ୍ୟଦେବଙ୍କର ବିଶେଷ କୃପାଲାଭ ହୋଇଥାଏ। ମାନ ସମ୍ମାନ ବଢ଼ିଥାଏ, ଧନ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ସିଂହ ସଂକ୍ରାନ୍ତି ମାସଟି ଭାଦ୍ରବ ମାସରେ ରହୁଥିବାରୁ ଏହି ସିଂହ ସଂକ୍ରାନ୍ତିଟିକୁ କୃଷି ଓ ପଶୁପାଳନ ପାଇଁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ। ପୌରାଣିକ କଥା ଅନୁଯାୟୀ ଯିଏ ଏହି ଦିନ ଘିଅ ନ ଖାଇବ ତାକୁ ଆଗାମୀ ଜନ୍ମରେ ଘୁଙ୍ଗା ହୋଇ ଜନ୍ମ ହେବାକୁ ପଡ଼ିବ। ସେଥିପାଇଁ ସିଂହ ସଂକ୍ରାନ୍ତି ଦିନ ଘିଅ ଖାଇବାର ପ୍ରଥା ରହିଅଛି ଏବଂ ଏହି କାରଣରୁ ନବଜାତ ଶିଶୁର ମୁଣ୍ଡ ଓ ତଳିପାଦରେ ଘିଅ ଲଗାଯାଇ ଜିଭ ଉପରେ ଘିଅ ଚଟାଯିବାର ପରମ୍ପରା ମଧ୍ୟ ରହିଛି। ଆହୁରି ମଧ୍ୟ ଏହି ସିଂହ ସଂକ୍ରାନ୍ତି ଦିନ ଲାଲ ପଦାର୍ଥ ଯଥା ଲାଲ ବସ୍ତ୍ର, ତମ୍ବା, ଢାଳ ବା ବାସନ, ଲାଲ ରୁମାଲ ପ୍ରଭୃତି ଦାନ ଦିଆଯିବାର ବିଧି ବ୍ୟବସ୍ଥା ରହିଛି। ଏହାଦ୍ୱାରା ସୂର୍ଯ୍ୟନାରାୟଣ ପ୍ରସନ୍ନ ହୋଇଥାନ୍ତି ଏବଂ ଆରୋଗ୍ୟତା ବା ନିରୋଗତା ପ୍ରଦାନ କରିଥାନ୍ତି। ସୂର୍ଯ୍ୟଦେବ ନିଜ ରାଶି ସିଂହ ରାଶିରେ ଗୋଚର କରୁଥିବାରୁ ବହୁତ ପ୍ରସନ୍ନ ରହିଥାନ୍ତି। ପରିଣାମ ସ୍ୱରୂପ ଦେଶ ଦୁନିଆ, ମୌସମ, ରାଶି, ଦେବତା ଏବଂ ପିତୃ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ହୋଇଥାନ୍ତି। ଏହି ସିଂହ ସଂକ୍ରାନ୍ତି ଦିନ ବା ସିଂହ ସଂକ୍ରାନ୍ତି ମାସରେ ସୂର୍ଯ୍ୟଦେବଙ୍କର ବିଧିବଦ୍ଧ ପୂଜାର୍ଚ୍ଚନା କଲେ ସୂର୍ଯ୍ୟଦେବଙ୍କ ସମେତ ସମସ୍ତ ଦେବତା, ଗ୍ରହ ଓ ପିତୃପୁରୁଷଙ୍କର ବିଶେଷ କୃପା ଲାଭ ହୋଇଥାଏ। ତା ସଙ୍ଗେ ସଙ୍ଗେ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ଲାଭ କରିଥାଏ। ଯେଉଁମାନଙ୍କ ଜାତକରେ ପିତୃଦୋଷ ଅଛି, ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନାରେ ପିତୃଦୋଷ ମଧ୍ୟ ଖଣ୍ଡନ ହୋଇଥାଏ। କର୍ମସ୍ଥଳୀ ବା କାର୍ଯ୍ୟକ୍ଷେତ୍ରରେ ଯଦି କିଛି ସମସ୍ୟା ଲାଗି ରହୁଛି ତେବେ ଆଦିତ୍ୟ ହୃଦୟ ସ୍ତୋତ୍ର ପଠନରେ ସେ ବାଧା ଦୂର ହୋଇଥାଏ। ସିଂହ ସଂକ୍ରାନ୍ତିର କେତେକ ବିଶେଷ ତଥ୍ୟ ହେଲା, ଏହି ସଂକ୍ରାନ୍ତିର ନାମ ମିଶ୍ର। ଏହି ଦିନ ଭଗବାନ ସୂର୍ଯ୍ୟଦେବ ସିଂହ ପିଠିରେ ଧଳା ବସ୍ତ୍ର ପିନ୍ଧି ନୈಋତ କୋଣକୁ ମୁହଁ କରି ପୂର୍ବ ଦିଗକୁ ଗମନ କରିବେ। ଏହି ସିଂହ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଭକ୍ଷ୍ୟ ପଦାର୍ଥ ଅନ୍ନ, ସୁଗନ୍ଧି ଦ୍ରବ୍ୟ କସ୍ତୁରୀ, ଫୁଲ ନାଗିକେଶ୍ୱର, ଆଭୂଷଣ ନୂପୁର, ଅସ୍ତ୍ର ଭୂଷୁଣ୍ଡି ଓ ଉପବାହନ ହାତୀ ରହିବ। ଏଥର ସିଂହ ସଂକ୍ରାନ୍ତି ପ୍ରୀତି ଯୋଗ ଓ ପୂର୍ବାଷାଢ଼ ନକ୍ଷତ୍ରରେ ପଡ଼ୁଅଛି। ସଂକ୍ରାନ୍ତିର ମହାପୁଣ୍ୟକାଳ ଅପରାହ୍ନ 4:48 ଠାରୁ ସନ୍ଧ୍ୟା 6:59 ଯାଏଁ ରହୁଅଛି। ଏହି ସମୟ ସୂର୍ଯ୍ୟଦେବଙ୍କର ପୂଜାର୍ଚ୍ଚନା, ଦାନ ଧର୍ମ କରିବା ପାଇଁ ସିଂହ ସଂକ୍ରାନ୍ତିର ପ୍ରକୃଷ୍ଟ ସମୟ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।